ଆମେ ଏଠି ନେକ୍ସଟ ଏପିସୋଡ଼ରେ ଏଇଯାଏ କରିଥିଲେ। ତାପରେ ଆସିବା ସଂଖ୍ୟା ଗଣନା ଏକକ ଦଶକ ଏଇଟା ଏକକ ଦଶକ ଶତକ ହଜାର ଅୟୁତ ଲକ୍ଷ ନିୟୁତ କୋଟି ଏଭଳି ଆମର ସ୍ଥାନୀୟ ମାନେ ଆମେ ତୃତୀୟ କ୍ଲାସରେ ପଢ଼ିଛେ। ତୃତୀୟ କ୍ଲାସ ଏଇଠି ଦେଇଛି 2 ଅଙ୍କ ବିଶିଷ୍ଟ କେତେ ସଂଖ୍ୟା ଅଛି ନା 2 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଫେଡ଼ା ନା 1 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଫେଡ଼ିଦେଲେ କେତୋଟି ସଂଖ୍ୟା ବାହାର କରିବ। ସେମିତି ଯାହା ବି ଦେଇଛି ଆମେ ସେଇଭଳି ସୂତ୍ରରେ ସବୁବେଳେ କରିବା। ଏଠି 1 ନମ୍ବର ଅଛି କ'ଣ 1 ନମ୍ବର ଅଛି ଦ୍ୱିମୁକ୍ତ ସଂଖ୍ୟା ସ୍ଥାନୀୟ ଅନୁସାରେ ସଜାଇ ଲେଖ 5 9 4 ଏଠି ମାନେ ସେ କହୁଛି ସ୍ଥାନୀୟ ମାନେ ସାରଣୀ ଗୋଟେ ଟେବୁଲଟେ କରିବ ତାକୁ ସେ ସଜାଇକି ଲେଖିବ। ଯେପରିକି ଏଇଠି ମୁଁ ଲେଖିଦେବି ଏଇନୁ ଏଇଟା ଏକକ ଘର, ଏଇଟା ଦଶକ ଘର, ଏଇଟା ଶତକ, ଏଇଟା ହଜାର, ଅୟୁତ ପରେ ଲକ୍ଷ, ନିୟୁତ ପରେ କୋଟି ଏଭଳି ମୁଁ ସଂଖ୍ୟା ଗୁଡ଼ିକ ଲେଖିଦେବି। ସାରଣୀରେ ସଜାଇବାକୁ ଗଲେ ଏଭଳି ଲେଖିବା। ତାହେଲେ କ'ଣ ଦେଇଛି କ ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ନା 5 8 9 4 5 8 9 4। ତାହେଲେ ଏ ସଂଖ୍ୟାକୁ କେମିତି ଲେଖିବା 4 ମାନେ 4ଟା ଏକ ଘର ହେବ। ତାହେଲେ ଏଠି ଟେବୁଲ ଏମିତି ଗାର ପଡ଼ିବ 4 9ଟା ଦଶକ ଘରେ, 8ଟା ଶତକ ଘରେ, 5ଟା ହଜାର ଘରେ। ଏଭଳି ସଂଖ୍ୟା ଲେଖିଲେ ଖଟା ସେମିତି ଲେଖିବା। ଖଟା ଦେଇଛି କେତେ 6 7 2 0 0 1 1 ମାନେ ଏଇଠି 1 ଏଠି 0 ଏଠି 0 ଏଠି 2 ଏଠି 7 ଏଠି 6 ଏଭଳି ସବୁ ସଂଖ୍ୟା ଗୁଡ଼ିକ ଏମିତି ସଜାଇକିନି 1 ନମ୍ବରରେ ଲେଖି ଦିଆଯିବ। ଗଟା ଆଉ ଗୋଟେ କହିଦେଉଛି ଗଟା କ'ଣ ଅଛି 9 0 0 0 1 2 3 4ଟା 0 5 5 0 0 0 0 9 ଏଭଳି ଭାବରେ ସବୁ ଗୁଡ଼ିକ ସଜେଇକି ଲେଖି ଦିଆଯିବ। 2 ନମ୍ବର କ'ଣ ଅଛି 5 କୋଟି କେତେ ହଜାର କେତେ ଲକ୍ଷ 5 କୋଟି ଆଗ 5 କୋଟି ଲେଖିବା। 5 କୋଟି ମାନେ କ'ଣ ଏଇଟା ଏକକ ଘର, ଏଇଟା ଦଶକ ଘର, ଏଇଟା ଶତକ ଘର, ଏଇଟା ହଜାର ଘର, ଏଇଟା ଅୟୁତ ଘର, ଏଇଟା ଅୟୁତ ଘର, ଏଇଟା ଲକ୍ଷ, ଏଇଟା ନିୟୁତ, ଏଇଟା କୋଟି, ଏଇଟା ହେଉଛି କୋଟି। ତାହେଲେ କୋଟି ଘରେ କ'ଣ 5 ରହିବ। ଏଇଟା ସବୁ 0 0 0 0 0 ଏକ ଘରେ 0 10 ଘରେ 0 ଶତକ ଘରେ 0 ହଜାର ଘରେ 0 ଅୟୁତ ଘରେ 0 ଲକ୍ଷ ଘରେ 0 ନିୟୁତ ଘରେ 0 କୋଟି ଘରେ 5 ରହିଲା। ତାହେଲେ 5 କୋଟି ଯେ କେତେ ସେ ଆମକୁ କ୍ୱେଶ୍ଚିନ୍ ପଚାରୁଛି କେତେ ହଜାର। ତାହେଲେ କେତେ ହଜାର ହେବ ଏକକ ଦଶକ ଶହକ ହଜାର ମାନେ ହଜାର ହେଇଗଲା। ତାହେଲେ 5 କେତେଟା 0 ନା 1 2 3 4 ଏତିକି ହଜାର ହେଲା। ତାପରେ କେତେ ଲକ୍ଷ ଦେଇଛି ସେମିତି ଲକ୍ଷଟା ଗଣିବା ଏକକ ଦଶକ ଶହକ ହଜାର ଅୟୁତ ଲକ୍ଷ ମାନେ ଏଇ ଯେ ଆସୁଛି ତ ଏଇଯାଏ। ତାହେଲେ କେତେ ଲକ୍ଷ ନା 500 ଲକ୍ଷ। 2 ନମ୍ବର ସରିଲା। 3 ନମ୍ବର ଅଛି 4 ଅଙ୍କ ବିଶିଷ୍ଟ କେତୋଟି ସଂଖ୍ୟା ଅଛି। ଏଇଟା ଗୋଟେ ସୂତ୍ର ଅଛି 4 ଅଙ୍କ ହେଉ କି 5 ଅଙ୍କ ହେଉ କି 6 ଅଙ୍କ ହେଉ କେତୋଟି ସଂଖ୍ୟା ଅଛି କହିଲେ କେମିତି କରିବା ନା 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଫେଡ଼ା 3 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଖାଲି ଫେଡ଼ି ଦିଆଯିବ। ନରୁ ନ ଗଲେ 0 ନ ନହେଲେ 0 ନ ନହେଲେ 0 9000। ତାହେଲେ କେତୋଟି ସଂଖ୍ୟା ଅଛି 9000ଟି ସଂଖ୍ୟା ଅଛି। ତାପରେ 3 ନମ୍ବରକୁ 4 ନମ୍ବରକୁ ଆସିବା। ଗୋଟେ 5 ଅଙ୍କ ବିଶିଷ୍ଟ ସଂଖ୍ୟାର ପ୍ରତ୍ୟେକ ଅଙ୍କ ସମାନ ଅଙ୍କମାନଙ୍କର ସମଷ୍ଟି 30 ହେଲେ ସଂଖ୍ୟାଟି କେତେ। 5 ଅଙ୍କ ବିଶିଷ୍ଟ ଗୋଟେ ଅଙ୍କ ତାର ସବୁ ଅଙ୍କ ଗୁଡ଼ିକ ସମାନ। ତାହେଲେ ଏଇଟା 5 ଭାଗ କରିଦେବା। ତାହେଲେ କେଉଁ 5 ଅଙ୍କ ମାନେ 1 2 3 4 5 ଏଇ 5ଟା ଅଙ୍କ ମିଶାଇ ଦେଲେ ମଧ୍ୟ 30 ଯେମିତି ହେଉଥିବ। ତାହେଲେ 4 ନମ୍ବର ପରେ 5 ନମ୍ବର ଆସିବା। କେଉଁ ସଂଖ୍ୟାର 3 ଗୁଣରେ 2 ମିଶିଲେ ମିଶାଣ ଫଳକୁ 4 ଦ୍ୱାରା ଭାଗ କରି ଭାଗଫଳକୁ 4 ମିଶାଇଲେ 15 ହୁଏ। 5 ନମ୍ବର ଅଛି କେଉଁ ସଂଖ୍ୟା ତ ଆମେ ଜାଣିନେ ସଂଖ୍ୟାର 3 ଗୁଣରେ କ'ଣ କହିଛି ସଂଖ୍ୟା 3 ଗୁଣରେ 2 ମିଶାଣ 2 ମିଶାଇଲେ ମିଶାଣ ଫଳକୁ ପୁଣି କହୁଛି କ'ଣ ମିଶାଣ ଫଳକୁ ଯେତିକି ହେଲା 4 ଦ୍ୱାରା ଭାଗ କରିବ ମାନେ ଟୋଟାଲଟାକୁ 4 ଦ୍ୱାରା ଭାଗ କରି ଭାଗ ଫଳରେ 4 ମିଶାଇଲେ ଏଇ ଯେଉଁ ଭାଗ କଲା ପରେ ଯେତିକି ହେବ ପୁଣି 4 ମିଶାଇଲେ କେତେ ହେବ 15 ହେବ। ଆମେ ଏଇଟାକୁ ଯଦି ଠିକ୍ରେ ଲେଖିବା ତାହେଲେ କାଲକୁଲେସନ୍ ମଧ୍ୟ ଆମର ଠିକ୍ ହେବ। ଯେପରିକି ଏଠି ଲେଖିଲି କ'ଣ ସଂଖ୍ୟା ଯେମିତି ଅଛି ସେମିତି ଲେଖିବି। ସଂଖ୍ୟା ଗୁଣନ 3 ମିଶାଣ 2 ହରଣ 4 ଭାଗ ଏଇତକ କଲି। ମିଶାଣ 4ଟା ଏପଟକୁ ମୁଁ ନେଇଯିବି। ମିଶାଣଟା ଏପଟକୁ ନେଇଗଲେ ଫେଡ଼ା ନେଇଯିବ କାରଣ ମୁଁ କହିଛି ଏପଟକୁ ନେଇଗଲେ ମିଶାଣ ନେଇଗଲେ
ଏପଟକୁ ଗଲେ ଫେଡ଼ାଣ ହେଇଯିବ, ଫେଡ଼ାଣଟା ଏପଟକୁ ଗଲେ ମିଶାଣ ହେଇଯିବ, ଗୁଣନଟା ଏପଟକୁ ଗଲେ ହରଣ ହେଇଯିବ, ହରଣଟା ଏପଟକୁ ଗଲେ ଗୁଣନ ହେଇଯିବ। ଆମେ ଅପୋଜିଟ୍ଟା ତାର ହେଇଯିବ। ତାହେଲେ ଏଇଠି ମିଶାଣ 4 ଅଛି, ସମାନ ଦେଇଦେଲି, ମିଶାଣ 4ଟା ଏଇପଟକୁ ମୁଁ ନେଇଗଲି। ତାହେଲେ କ'ଣ କରିବି ନା 15 ଫେଡ଼ାଣ 4, ମିଶାଣଟା ଫେଡ଼ାଣ ହେଇଗଲା। ପୁଣି ଏଇଟାକୁ କାଲକୁଲେସନ୍ କରିବି, କେତେ ଅଛି ସଂଖ୍ୟା ଗୁଣନ 3 ହରଣ 2 ଯେତେକ 4 ସମାନ 15ରୁ 4 ଗଲେ କେତେ 11 ସରିଲା। ତାପରେ ବର୍ତ୍ତମାନ ମୁଁ ଏଇଟା 4ଟା ୟା ସହିତ ଟୋଟାଲ୍ ସହିତ କ'ଣ ହେଇଛି ଏଇଟା ଭାଗ ହେଇଛି, ତ 4ଟା ଏପଟକୁ ଗଲେ ଏଇଟା ଭାଗ ହରଣ ହେଇଛି, ଏପଟକୁ ଗଲେ କ'ଣ ହେଇଯିବ ଗୁଣନ ହେଇଯିବ। ତାହେଲେ ମୁଁ ଏଇଟା ଲେଖିବି ସଂଖ୍ୟା ଗୁଣନ 3 ମିଶାଣ 2, ଏଠି ଏପଟକୁ ନେଇଗଲେ ମୁଁ ଏଇଟା ଗୁଣନ ହେଇଯିବ, ହରଣ ଥିଲା ଏପଟକୁ ଗଲେ ଗୁଣନ ହେଇଗଲା, ଏପଟକୁ ନେଇଗଲେ ଗୁଣନ କରିଦେଲି। ତାପରେ ସମାନ ପୁଣି କାଲକୁଲେସନ୍ କରିବି, କ'ଣ ଅଛି ସଂଖ୍ୟା ଗୁଣନ 3 ମିଶାଣ 2 ସମାନ 11 × 44। ତାହେଲେ ଆମେ ଜାଣିଛେ ଏପଟେ ଏଇ ଯେଉଁତକ ରହିଲା ଆଗ କ'ଣ ଗୁଣନଟା ଆଗ କରନ୍ତି, ତାହେଲେ ମିଶାଣ 2ଟା ଏପଟକୁ ନେଇଯିବି, କ'ଣ ହେଇଯିବ ମିଶାଣଟା ଫେଡ଼ାଣ ହେଇଯିବ। ତାହେଲେ ପୁଣି ଲେଖିବି ସଂଖ୍ୟା ଗୁଣନ 3 44 ଫେଡ଼ାଣ 2, ତାହେଲେ ସଂଖ୍ୟା ଗୁଣନ 3 ସମାନ 42। ତାହେଲେ ଏଇଠି ଏଇ ସଂଖ୍ୟା ସହିତ 3ଟା ଗୁଣନ ହେଇଛି, ଏପଟକୁ ଆସିଲେ ହରଣ ହେଇଯିବ। ତାହେଲେ ପୁଣି ଲେଖିବି ସଂଖ୍ୟା 42 ହରଣ 3, କାହା 42 16 ତାହେଲେ ସଂଖ୍ୟାଟା କେତେ ହେବ, ସଂଖ୍ୟାଟା ମୁଁ ଏଠି ଭାଗ କରିକିନି ଯେତିକି ହେବ ସେତିକି ଆମେ ଲେଖିବା। ଏଇଟା ହେବ 34 କେତେ 34 42 ହେଲା 14। ଆଉ ଗୋଟେ ଆମର ଆଉ ଗୋଟେ ଏଇଟାର ଆଉ ଗୋଟେ ପ୍ରକୃତ ତରିକା ଅଛି, ସେଇ ତରିକାଟା ବି ମଧ୍ୟ ବତେଇ ଦେଉଛି ଯେ କେଉଁ ସଂଖ୍ୟାର 3 ଗୁଣରେ 2 ମିଶାଇ ମିଶାଣକୁ 4 ଦ୍ୱାରା ଭାଗ କରି ଭାଗଫଳରେ 4 ମିଶାଇଲେ 15 ହୁଏ। ମାନେ ଟୋଟାଲ୍ ଏଇତକ ଗୋଟେ ସଂଖ୍ୟା କେଉଁଠୁ ଏଇଠୁ ଭାଗ କରି ଗୋଟେ ସଂଖ୍ୟା, କେଉଁ ସଂଖ୍ୟା ଏଇଟା ମୁଁ ଆଉଥରେ ବତେଇ ଦେଉଛି 5 ନମ୍ବରଟା ଦେଖିବା। ସେଇ ଆଉ ଗୋଟେ ପ୍ରକ୍ରିୟାରେ ନା ଗୋଟେ ସଂଖ୍ୟା, ଏଇ ଟୋଟାଲଟା ଗୋଟେ ସଂଖ୍ୟା କେଉଁ ଯାଏ ଏଇଠୁ ଏଇ ଯାଏ ଗୋଟେ ସଂଖ୍ୟା, କେଉଁ ସଂଖ୍ୟାରେ ଭାଗଫଳରେ 4 ମିଶାଇଲେ ଏଇଟା ଗୋଟେ ଏଇ ଯେଉଁ ଭାଗଫଳରେ ଗୋଟେ ଯାଏ ସଂଖ୍ୟା କେଉଁ ଯାଏ ଭାଗଫଳ ଯାଏ, ତ କେଉଁ ସଂଖ୍ୟାରେ 4 ମିଶାଇଲେ 15 ହେବ। ତାହେଲେ ସଂଖ୍ୟାଟା କେତେ, ଏଇଟା ମିଶାଣ 4ଟା ଏପଟକୁ କହିଲେ କ'ଣ ହେଇଯିବ ଫେଡ଼ାଣ, ତାହେଲେ 15ରୁ 4 ଗଲେ କେତେ 11, ତାହେଲେ ଏଇ ଯାଏ ହେଲା ଆମର 11। ତାହେଲେ ପୁଣି ଏଇ ଯାଏ ଯିବା, କେଉଁ ସଂଖ୍ୟାରେ 3 ମିଶାଇଲେ ମିଶାଣକୁ 4 ଦ୍ୱାରା ଭାଗ କରି କେଉଁ ଯାଏ ନା ମିଶାଣ ଫଳକୁ ଏଇ ଯାଏ, ଏଇଠୁ এই ମିଶାଣ ଫଳ ଯାଏ ଗୋଟେ ସଂଖ୍ୟା, କେଉଁ ସଂଖ୍ୟାକୁ ପୁଣି ସଂଖ୍ୟାକୁ କ'ଣ କହିଛି ସଂଖ୍ୟାକୁ 4 ଦ୍ୱାରା ଭାଗ କଲେ, କ'ଣ 4 ଦ୍ୱାରା ଭାଗ କଲେ ମାନେ କ'ଣ ହରଣ 4 ଭାଗ କଲେ କେତେ ହେବ ନା ଆମର କେତେ ଭାଗ କଲେ ଏଇ ଯେ ଲାଷ୍ଟଟା କେତେ ବାହାରିଛି 11 ବାହାରିଛି। ତାହେଲେ କେଉଁ ସଂଖ୍ୟାକୁ 4 ଭାଗ କଲେ 11 ହେବ। ତାହେଲେ ଏଇ ଯେଉଁ ସଂଖ୍ୟାଟା କେମିତି ବାହାରିବ ନା ଏଇଟା ହରଣ ହେଇଛି ଏପଟକୁ ଆସିଲେ ଗୁଣନ ହେଇଯିବ, ତାହେଲେ 11 × 44, ତାହେଲେ ଏଇ ଯା ଆମର ବାହାରିଲା 44। ପୁଣି କେଉଁ ସଂଖ୍ୟାର 3 ଗୁଣରେ 2 ମିଶାଇଲେ କେଉଁ ଏଇ ଯା ଗୋଟେ ସଂଖ୍ୟା, ଏଇ ଯେଉଁ ସଂଖ୍ୟାର 3 ଗୁଣରେ ଏଇ ଯା ଗୋଟେ ସଂଖ୍ୟାରେ 2 ମିଶାଇଲେ କ'ଣ ମିଶାଇଲେ 2 ମିଶାଇଲେ କେତେ ହେଉଥିବ ଆମର ଏଇ ଯାଏ କେତେ ବାହାରିଛି 44 ବାହାରିଛି। ତାହେଲେ ଏ ଯେଉଁ ସଂଖ୍ୟାଟା କେତେ ବାହାରିବ ନା ମିଶାଣ 2ଟା ଏପଟକୁ ଆସିଲେ ଫେଡ଼ାଣ ହେଇଯିବ, 44 ଫେଡ଼ାଣ 2 ସମାନ କେତେ 42। ତାହେଲେ ଏଇ ଯାଏ ଯେଉଁ ଏଇ ଯାଏ ବାହାରିଲା କେତେ 42। ତାହେଲେ କେଉଁ ସଂଖ୍ୟାର 3 ଗୁଣରେ, ପୁଣି ଆମେ ଆସିବା କେଉଁ ସଂଖ୍ୟାର 3 ଗୁଣରେ କେତେ ହେଉଥିବ ଆମର ଏଇ ଯାଏ କେତେ ବାହାରିଛି ଏଇ ଯାଏ 42। ତାହେଲେ ସଂଖ୍ୟାଟା କେତେ 42, ଏଇଟା 3ଟା ଗୁଣନ ହେଇଛି ଏପଟକୁ ଆସିଲେ ହରଣ ହେଇଯିବ, 14 × 34 42। ତାହେଲେ ଏଇପରି ମଧ୍ୟ ଏଇ ପ୍ରକ୍ରିୟାରେ କରିହେବ, ନହେଲେ ଏଇ ପ୍ରକ୍ରିୟାରେ ମଧ୍ୟ କରିହେବ। ତାପରେ ଦେଇଛି ସାରଣ ସଂଖ୍ୟା ଗୁଡ଼ିକ ମୁଁ କମା ଦେଇ ସେଗୁଡ଼ିକ ଅକ୍ଷରରେ ଲେଖ, ଏଗୁଡ଼ିକ ଏଇଟା ଲେଖିଦେବା ହେବ ଯେ 5 ଗୋଟେ ସଂଖ୍ୟା ଲେଖିବ, ଏଇ ପ୍ରଥମ ସଂଖ୍ୟାଟା ମୁଁ ବତେଇ ଦେଉଛି 5 କୋଟି, ତ ଲେଖିବ 5 କୋଟି ଏମିତି ଲେଖିବ ପୁରା, ସେ କହୁଛି ଯେ ଅକ୍ଷରରେ ଲେଖିବ ନା 5 କୋଟି ଶୂନ ନିୟୁତ, ଏଇଟା ତ ନିୟୁତ 00 ଲେଖିବ, ତଥାପି ଲେଖିବ ଯଦି ଲେଖିବ 0 ନିୟୁତ 0 ଲେଖିଲେ ଚଳିବ, ନ ଲେଖିଲେ ଚଳିବ, ଡାଇରେକ୍ଟ 3 ଅୟୁତ 2128 ଏମିତି ଲେଖିଲେ ଚଳିବ, ନହେଲେ 32,000 ଡାଇରେକ୍ଟ ଏ ଦୁଇଟାକୁ 3 ଅୟୁତ 2000 ନ ଲେଖି 32,128 ଏଇଭଳି ସବୁ ଗୁଡ଼ିକ ମଧ୍ୟ ସାରଣୀ କରିକି ଲେଖି ହେବ। ତାପରେ ନେକ୍ସଟ ଭିଡ଼ିଓ ଦ୍ୱିମିତୀୟ ପଢ଼ିବା।